ଯାତ୍ରାର ପରିବର୍ତ୍ତନ ନିହାତି ଆବଶ୍ୟକ। ଯାତ୍ରା ଥିଲା ଅଛି ରହିବ। ପ୍ରଯୋଜକ ଡକ୍ଟର ଏସ୍.ଏନ୍. ଶର୍ମା ତାଙ୍କର ଲକ୍ଷ୍ୟ ତ ବହୁତ। ପ୍ରଥମ ନାଟକ ଆମର ସରିଛି ମନ ମହୋଦଧି ହୃଦୟ ଗଙ୍ଗା, ଯେଉଁଟାକି ଡକ୍ଟର ଦୀପକ ଜେନା ରଚନା କରିଛନ୍ତି, ନିର୍ଦ୍ଦେଶନା ଦେଇଛନ୍ତି ସୁରେଶ ନାୟକ। ମଞ୍ଚଶ୍ରୀ ମହୋଦଧିକୁ ନେଇ କ'ଣ ରହିଛି ଆଶା, ସ୍ୱପ୍ନ, ଭରସା? ଯାତ୍ରାକୁ ନେଇ ଯେଉଁ ବାଦ ବିବାଦ, ଏମିତି କଣ୍ଟ୍ରୋଭର୍ସି ଯେଉଁ ଚାଲିଛି, କଳାକାରଙ୍କ ଭିତରେ ବା ମାଲିକ କଳାକାରଙ୍କ ଭିତରେ ଏଇ ଯେଉଁ ସବୁ କଣ୍ଟ୍ରୋଭର୍ସି ଚାଲିଛି, ଏହାଠୁ ସମସ୍ତେ ଦୂରେଇ ରୁହନ୍ତୁ। ଏକ ମନ ଭାଇଚାରା ନେଇ ଯାତ୍ରାକୁ ଆଗେଇ ନେବା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ, ତାହେଲେ ଯାତ୍ରା ପୂର୍ବ ଅବସ୍ଥାକୁ ଫେରିଆସିବ। ନାଟୁଆ କରୁଛନ୍ତି ନାଟ, ଆଉ ସେମିତି ଜଣେ ନାଟୁଆ ଯାତ୍ରା ଜଗତର ବିଗତ ଦିନର ନାୟକ, ବର୍ତ୍ତମାନର ବରିଷ୍ଠ ଚରିତ୍ର ଅଭିନେତା ପପୁ ପଣ୍ଡା ଓରଫ ସଞ୍ଜୟ ପଣ୍ଡା। ସଞ୍ଜୟ କହିଲେ କେହି ଚିହ୍ନିବେ ନାହିଁ, କିନ୍ତୁ ପପୁ ପଣ୍ଡା କହିଲେ ସାରା ଯାତ୍ରା ଜଗତ ହିଁ ଚିହ୍ନିବ। ଆଜି ମଞ୍ଚଶ୍ରୀ ମହୋଦଧି ମଞ୍ଚ ଉପରେ ଆମ ସହିତ ଅଛନ୍ତି ଚର୍ଚ୍ଚିତ ଅଭିନେତା ପପୁ ପଣ୍ଡା। ପପୁ ବାବୁ, ଆପଣଙ୍କୁ ଆମ ଟିକେ କଥା ଚ୍ୟାନେଲକୁ ସ୍ୱାଗତ। ନମସ୍କାର। କେମିତି ଅଛନ୍ତି? ଭଲ ଅଛି। ବର୍ତ୍ତମାନ ସମୟରେ ଆପଣ ଯାତ୍ରାକୁ କେତେ ପାଖରୁ ଦେଖୁଛନ୍ତି? ବର୍ତ୍ତମାନ ଯାତ୍ରା ନିମ୍ନଗାମୀ, ମୋ ମତ, ଏଇଟା ବ୍ୟକ୍ତିଗତ ମତ। ତେଣୁ ଯାତ୍ରାର ପରିବର୍ତ୍ତନ ନିହାତି ଆବଶ୍ୟକ। ଆମେ ଚାହିଁବା ସଙ୍ଗେ ସଙ୍ଗେ ଦର୍ଶକମାନଙ୍କର ବି ରୁଚି ବଦଳାଇବା ଦରକାର, ଏବଂ ପ୍ରଯୋଜକ, ପରିଚାଳକ ଏମାନଙ୍କର ବି ଭୂମିକା ସେଥିରେ ରହିବ। ଯଦି ସବୁକିଛି ଆମେ ବିଗତ 25-30 ବର୍ଷ ତଳକୁ ପଳେଇବା, ତାହେଲେ ଆମ ଯାତ୍ରା ଠିକ୍ ସେଇ ଜାଗାକୁ ପଳେଇବ ଯେଉଁଟା ଆମେ ପୂର୍ବରୁ ସ୍ୱପ୍ନ ଦେଖିଥିଲୁ। ଏବେ ବି ଆମ ମନରେ ଅଛି, ଆମେ ସେଇ ଜାଗାକୁ ଯାଇପାରିବା। ଯାତ୍ରାର ନିହାତି ପରିବର୍ତ୍ତନ ଆବଶ୍ୟକ। ଯାତ୍ରାକୁ ନେଇ ଯେଉଁ ବାଦ ବିବାଦ, ଏମିତି କଣ୍ଟ୍ରୋଭର୍ସି ଯେଉଁ ଚାଲିଛି, ସେ ବାବଦରେ ମୁଁ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଏତିକି କହିବାକୁ ଚାହୁଁଛି ଯେ ଯାତ୍ରା ଥିଲା ଅଛି ରହିବ, କିନ୍ତୁ ଯାତ୍ରାର ଏଇ ଯେଉଁ କଣ୍ଟ୍ରୋଭର୍ସି, ସେଇଟା କଳାକାରଙ୍କ ଭିତରେ ବା ମାଲିକ କଳାକାରଙ୍କ ଭିତରେ ଏଇ ଯେଉଁ ସବୁ କଣ୍ଟ୍ରୋଭର୍ସି ଚାଲିଛି, ଏହାଠୁ ସମସ୍ତେ ଦୂରେଇ ରୁହନ୍ତୁ। ଏକ ମନ ଭାଇଚାରା ନେଇ ଯାତ୍ରାକୁ ଆଗେଇ ନେବା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ, ତାହେଲେ ଯାତ୍ରା ପୂର୍ବ ଅବସ୍ଥାକୁ ଫେରିଆସିବ। ମଞ୍ଚଶ୍ରୀ ମହୋଦଧି ଚଳିତ ବର୍ଷର ନୂତନ ସମ୍ଭାବନାର ନୂଆ ଯାତ୍ରା ଅନୁଷ୍ଠାନ, ଆଉ ସେଥିର ଜଣେ କଳାକାର ଭାବେ ଯୋଗ ଦେଇଛନ୍ତି ନାଟୁଆ ପପୁ ପଣ୍ଡା। ମଞ୍ଚଶ୍ରୀ ମହୋଦଧିକୁ ନେଇ କ'ଣ ରହିଛି ଆଶା, ସ୍ୱପ୍ନ, ଭରସା? ମଞ୍ଚଶ୍ରୀ ମହୋଦଧି ଏକ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଟ୍ରଷ୍ଟ ହିପକସ୍, ଯେଉଁଟାକି HIV କ୍ୟାନ୍ସର ଉପଚାର ସଂସ୍ଥା। ଏ ଯେଉଁ ଆମର ପ୍ରଯୋଜକ ଡକ୍ଟର ଏସ୍.ଏନ୍. ଶର୍ମା ତାଙ୍କର ଲକ୍ଷ୍ୟ ତ ବହୁତ, ଯାତ୍ରାର ସୁଧାର ଆଣିବା ପାଇଁ। ମୁଁ ତାଙ୍କ ସଂସ୍ପର୍ଶରେ ଆସିବା ପରଠୁ ମୁଁ ଏତିକି ଅନୁଭବ କରିଛି, ଯାତ୍ରା ମଞ୍ଚଶ୍ରୀ ମହୋଦଧି ଯଦି ଠିକ୍ ସେଇ ଲକ୍ଷ୍ୟ ସେଇ ନେଇ ଯାଏ, ତାହେଲେ ଯାତ୍ରା ମଞ୍ଚଶ୍ରୀ ମହୋଦଧି ନିଶ୍ଚୟ ଏକ ନିଆରା ପରିଚୟ ସୃଷ୍ଟି କରିବ ଯାତ୍ରା ଜଗତରେ। ତାର ଯାହା ଲକ୍ଷ୍ୟ ଅଛି ବା ଯାହା ତାଙ୍କର ଡ୍ରିମ୍ ଅଛି ଡକ୍ଟର ଏସ୍.ଏନ୍. ଶର୍ମାଙ୍କର, ଆଉ ମୁଁ ଏ ସଂସ୍ଥା ସହିତ ଜଡ଼ିତ ହେବା ପରେ ମୋର ବି ମନୋବଳ ଟିକେ ବୃଦ୍ଧି ହେଇଛି, ଯେ କି ମୁଁ ଏଭଳି ଗୋଟେ ସଂସ୍ଥାରେ ଯୋଗ ଦେଇଛି। ତେଣୁ ଲକ୍ଷ୍ୟ ନିଶ୍ଚିତ ପୂରଣ ହବ, କିନ୍ତୁ ସମସ୍ତଙ୍କର ସହଯୋଗ ଦରକାର, ଦର୍ଶକମାନଙ୍କର ଭଲ ପାଇବା ଦରକାର। ଆମେ ବର୍ତ୍ତମାନ ଶିଶୁ, ନବାଗତ ନୂଆ, ତେଣୁ ଆମେ ବାହାରକୁ ଯେତେବେଳେ ଯାତ୍ରା ପରିବେଷଣ କରିବାକୁ ଯିବୁ, ଲୋକମାନଙ୍କଠାରୁ ତାଳି ଗାଳି ଏସବୁ ପାଇସାରିବା ପରେ, ତାପରେ ଆମେ ଜାଣିବୁ ଯେ ଆମେ ଠିଆ ହେଲୁ। ଠିଆ ହେଲା ପରେ ତାପରେ ଆମେ ଚାଲିବା ପାଇଁ ଚେଷ୍ଟା କରିବୁ, ଚାଲିବା ପରେ ଦୌଡ଼ିବା ପାଇଁ ଚେଷ୍ଟା କରିବୁ। ଏଇ ଲକ୍ଷ୍ୟ ଆମର ଅଛି।
मंचश्री मौदधी चलित यात्रा वर्ष केते खंडी नाटक नहीं यात्रा मैदान को जाउछि वर्तमान 2 खंड नाटक प्राय सरीबा पर्यायर आउरी भी 2 खंड नाटक हम बोली आम प्रयोजना संस्था तरफ आमको सूचना मिली। प्रथम नाटक कौन रही प्रथम नाटक आमर सरी मन महोदधी हृदय गंगा जोटा कि डॉक्टर दीपक जेना रचना कर निर्देशना देइचंती सुरेश नायक संगीत अमृतांशु पट्टनायक। द्वितीय नाटक एबे चली जुग बदलुची सावधान जो कि नवागत युव नाट्यकार जीतू दास रचना करचंती एवं निर्देशनार भार संभाली स्वर्गत अनंत ओझांकर जे कि नाट्य जगतर भीष्म तांको भाई शांतनु ओझा साहेब निर्देशना भार ग्रहण करचंती एवं संगीत रे अछंती मिहिर आउ दुई गोटे नाटक आपण आउ गोटे नाटक कैंप रे प्रस्तुत कला पर यात्रा मैदान को बाहरिबो मंचश्री मौदधी आउ गोटे नाटक भी नामकरण होई सारे जन्मगत में लुचना जोटा कि रचना तुषार घोष निर्देशना चित्त दास कौन कहे देखो अरे तुम्हें मैंने सिना मत कहीं सहारा दब को आगे आसिलनी मु केमिति एका एका ठिया आइछि देखो ठीक सेमिति ये बिछ माया संचार रे तुमको एका एका बंचिबा को हबो एका एका बाट चलीबा को हबो आ असुतबा झड़ को तुमको एका एका सामना करिबा को हबो। जाऊ आमे मध्य आशा करिबु जे मंचश्री मौदधी जो आशा आकांक्षा लोक मानकर भल पाइबा साउंडिया पई प्रयास आरंभ करछि ता निश्चित भाव फलवती हो। शेष रे पप्पू पंडा यात्रा दर्शक मान पई कोन कहबे यात्रा दर्शक मानक पई मोर वार्ता रहिबो जे आपण माने मंचश्री महोदधी नाटक देखिबा पई आसंतु निश्चित नियारा ढंगरे आमर नाटक परिवेषण करा जिवो सबु किछि तर्जमा करि सारिबा परे आपण माने आमको मतामत देबे भल मंद कहिबे तापरे भी आमे जोटा भी आमर त्रुटि थिबो आमे संशोधन करिबु किंतु निश्चित मनोरंजन खोराक जोगेबा मंचश्री महोदधी। जाओ बहुत बहुत धन्यवाद पप्पू बाबू जे आज आमे आपन सहित आमर साक्षात हला मंचश्री मौदधी मंच रे यात्रा प्रेमी दर्शक माने मंचश्री मौदधी प्रति आकर्षित हेबे आपण मानकर स्वप्न निश्चित भाव में प्रतिफलित हेबो। निश्चित आपण मानकु आमर टिके कथा चैनल को भी मोर अनेक अनेक शुभेच्छा और अभिनंदन जे कि आगधाड़ी चैनल आउ आपण को तो परिचय तो ओडिशार घरे घरे आपण परिचित जे टिके कथा संतोष बाबू कहले समस्त जानती संतोष महापात्र घरे घरे परिचित कहीं मोबाइल खोलीदेले आगे बाहर टिके कथा अपडेट यात्रा अपडेट रे भी फास्ट अच्छी आमे से दृष्टि आम मंचश्री महोदधी को सेमती तांकर गोटे गुंडुची मूषा है जदि आम मंचश्री महोदधी किछि काम करि पारंते ताले आम मंचश्री महोदधी परिवार तांका पाखरे चिरऋणी। निश्चित भाव में आमे चेष्टा करिबु आपण मानकर जो आशा विजन रही मंचश्री महोदधी दर्शक मान पहुंचा बहुत बहुत धन्यवाद। जय जगन्नाथ।